ଆଜି ଚାଲନ୍ତୁ ଖାଇବା ଆଜି ମୋ ପତି ପରମେଶ୍ୱରଙ୍କ ହାତରୁ ଚିକେନ୍ ଦମ୍ ବିରିୟାନୀ। ପ୍ରଥମେ ସେ କ'ଣ କଲେ ମୁଁ ଆପଣଙ୍କୁ ସବୁ ଲାଷ୍ଟରୁ ଫାଷ୍ଟ ଯାଏଁ ଦେଖିବି। ଫାଷ୍ଟ ଆମେ ତେଲ ଗରମ କରିକି ଏଥିରେ ପିଆଜ କଟା ହେଇଥିବା ପିଆଜକୁ ପକାଇଦେଲେ। ପିଆଜକୁ ପକାଇ ଦେଇକି ପୁରା ଭାଜି ନେଲେ। ତାପରେ ପୁରା ବ୍ରାଉନ୍ ହେବା ପର୍ଯ୍ୟନ୍ତ ୱେଟ୍ କଲେ। ତାପରେ ଆଉ ଗୋଟେ ଚୁଲାରେ ସେ ଲଗାଇ ଦେଇଥିଲେ ହାଣ୍ଡିରେ ଗରମ ପାଣି ସହିତ ସେଥିରେ ପୁରା ଗୋଟା ମସଲାକୁ ପକାଇକି ଚାଉଳ ଆଗରୁ ଧୋଇକି ରଖିଥିଲେ ସେଥିରେ ପକାଇଦେଲେ। ଭାତ ହେବା ଭିତରେ ଆମର ଏପଟରେ ଚିକେନ୍ ବି ହେଇଯିବ। ସେ ଆଗରୁ ଚିକେନ୍କୁ ଆଣିକି ସବୁ ମ୍ୟାରିନେଟ୍ କରିକି ମସଲା ଦହି ସବୁ ପକାଇକି ଗୋଳେଇକି ରଖିଦେଇଥିଲେ। ଏବେ ପିଆଜ ହେଇଗଲା ପରେ ଆମେ ମ୍ୟାରିନେଟ୍ କରିକି ରଖିଥିବା ଚିକେନ୍କୁ ସେ ପକାଇଦେଲେ। ତାପରେ ତାକୁ ହିଁ ଘାଣ୍ଟିଲେ। ତ ଆମେ ଚିକେନ୍କୁ ଆମେ ପ୍ରେସର୍ ଦେବାନି, ପ୍ରେସର୍ କୁକର୍ ବନ୍ଦ କରିବାନି, କାହିଁକିନା କିଛି ସେ ପ୍ରେସର୍ ବନ୍ଦ କରିବା ବି ଦରକାର ନାହିଁ। ଏମିତି ମଝିରେ ମଝିରେ ଘାଣ୍ଟିକା ଘୋଡ଼େଇକା ଘାଣ୍ଟିଲେ ଅଲରେଡ଼ି ଚିକେନ୍ ସିଝିଯିବ। ଅଲରେଡ଼ି ଆମ ଅଧା ଚିକେନ୍ ସିଝିଗଲାଣି। ତାପରେ ଆମେ କିଛି ଗୋଟା ମସଲାକୁ ଗ୍ରାଇଣ୍ଡିଙ୍ଗ କରିକି ରଖିଥିଲେ ତାକୁ ବି ମଝିରେ ଟିକେ ପକାଇଦେଲେ। ଅଲଗା କିଛି ମସଲା ଦେବା ଦରକାର ନାହିଁ। ଅଲରେଡ଼ି ଆମ ଚିକେନ୍ ସିଝିଗଲାଣି ତ ସେଥିରୁ ଆମେ କିଛି ଚିକେନ୍କୁ ବାହାର କରିକି ରଖିଦେଲେ। ତାପରେ ଗୋଟେ ଲେୟାର ଭାତ ଦେଇଦେଲେ। ତାପରେ ଗୋଟେ ଲେୟାର ଦେଇଦେଲେ ଆମର ଭଜା ହେଇଥିବା ପିଆଜ। ତାପରେ ଆମର କଟା ହେଇଥିବା ପୁଦିନା ପତ୍ର ଆଉ ଧନିଆ ପତ୍ର। ତାପରେ ଆମର ଯେଉଁ ଅଧା ଚିକେନ୍ ରଖା ହେଇଥିଲା ତାକୁ ବି ସେ ଦେଇଦେଲେ। ତାପରେ ଆମର ଆଉ ଗୋଟେ ଲେୟାର ପଡ଼ିଲା ଭାତ। ତାପରେ ଭାତ ପକାଇ ସାରିଲା ପରେ ଆଉ ଗୋଟେ ଲେୟାର ଦିଆହେଲା ଭଜା ପିଆଜ। ତାପରେ ଆମର କଟା ହେଇଥିବା ଆଉ ଯାହା ରହିଲା ଧନିଆ ପତ୍ର ପୁଦିନା ପତ୍ର ଆଉ ଆପଣ ଦେଇଦେବା ଘିଅ। ଗୋଟେ ଚାମଚ କିମ୍ବା 2 ଚାମଚ ଘିଅ ଦେଇଦେଲେ ହେଇଯିବ। ତ ଘିଅ ଦେଇଦେଲେ। ଘିଅ ଦେଇସାରିଲା ପରେ ଆମର ଗୋଟା ମସଲା ଯେଉଁ ଗୁଣ୍ଡ ପାଉଡ଼ର ଥିଲା ସେ ମସଲା ଗୁଣ୍ଡକୁ ଦେଇଦେଲେ। ମସଲା ଗୁଣ୍ଡକୁ ଦେଇସାରିଲା ପରେ ପ୍ରେସର୍ ବନ୍ଦ କରିକି ଆମେ ସିମ୍ ଆଞ୍ଚରେ ଗ୍ୟାସ୍ରେ ଲଗାଇଦେଲେ। ତାପରେ କିଛି ସମୟ ପରେ ହେଇଗଲା ଆମର ଚିକେନ୍ ଦମ୍ ବିରିୟାନୀ। ଥ୍ୟାଙ୍କ ୟୁ ପତିଦେବ ଆଜି ଏତେ ଟେଷ୍ଟି ଖାଇବା ଡିନରରେ ମିଳିଥିବାରୁ ଥ୍ୟାଙ୍କ ୟୁ ସୋ ମଚ୍। ଏଇଟା ତାଙ୍କର ଫାଷ୍ଟ ଆଟେମ୍ପ୍ଟ ଥିଲା ତ ବହୁତ ବଢ଼ିଆ ହେଇଥିଲା। ଆମ ପୁଅର ବି ଏଇଟା ବହୁତ ଫେଭରେଟ୍। ସିଏ ତ ପୁରା ବଢ଼ିଆ ସେ ପୁରା ମଜା ନେଇ ଖାଉଥିଲା।